ଦେଖନ୍ତୁ ଆମର ଯେଉଁ ଏସ୍ପି ସାର୍ଙ୍କ ସମ୍ବଲପୁର ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଆମର କୋରେକ୍ସ ଆଉ ଡ୍ରଗ୍ସ ଏଗେନ୍ଷ୍ଟରେ ଯେଉଁ ସ୍ପେଶାଲ ଡ୍ରାଇଭ୍ ଚାଲିଛି ଏବଂ ତାର ସଟା ଉପରେ ଯେଉଁ ସ୍ପେଶାଲ ଡ୍ରାଇଭ୍ ଚାଲିଛି ଗତ ଇଏରେ ଆମେ ଧରିଥିଲୁ 2000 ଖଣ୍ଡେ 2500 ଖଣ୍ଡେ ବୋଟଲ ଏବଂ କାଲି ବି ଧରା ହେଇଥିଲା। ଆଜି ବି ମଧ୍ୟ ଧରା ହେଇଛି। ଟୋଟାଲ ଆମର ଧରିଛୁ 115 ବୋଟଲ କଫ୍ ସିରପ୍ ଆଡଲ୍ଟରେଟ୍ କଫ୍ ସିରପ୍ ଆମର ଟ୍ୟାବଲେଟ୍ ଏବଂ ସେଥିରେ 3 ଜଣ ଲୋକଙ୍କୁ 3 ଜଣ ପିଲାଙ୍କୁ ଧରା ହେଇଛି। ସେମାନେ ହେଉଛନ୍ତି ସୁଦାମ ସୁନାନୀ, ଇଏ ହେଉଛି ଭଟଲି ଏରିଆର, ଆଉ ଗୋଟେ ହେଉଛି ମୁକ୍ତି ଲଭ ମହାକୁଡ଼ ବରେଇପାଲିର, ଆଉ ଗୋଟେ ହେଉଛି ସୁନୀଲ ମହାନ୍ତି ତାଲଭଟାପଡ଼ା କ୍ଷେତ୍ରାଜପୁରର। ଏମାନେ ହେଉଛନ୍ତି କ୍ଲିନିଂ ଷ୍ଟାଫ୍, ଏ ଯେଉଁ ଆଉଟସୋର୍ସିଂ କ୍ଲିନିଂ ଷ୍ଟାଫ୍ ରେଲୱେର। ଏମାନେ ଆଜି ଏଇଟା ଗୋଟେ ନୂଆ ଧାରାଟେ ଆମେ ପାଇଛୁ। ସେମାନେ ଏଇ କ୍ଲିନିଂ ଷ୍ଟାଫ୍ ଏଇଟା କାଲକାଟାରୁ ନେଇକରି ଆସିଛନ୍ତି ମାଲ ଏବଂ ଏଇଟା ନେଇକି ଯାଉଥିଲେ ବିକ୍ରି କରିବା ପାଇଁ ଏବଂ ତାଙ୍କର ଯେଉଁ ଅଛନ୍ତି ଯେଉଁ ବରେଇପାଲି ଆଉ ଆମର କ୍ଷେତ୍ରାଜପୁର ପିଲା ଗୁଡ଼ାକ ଏମାନେ ତାଙ୍କର ଯେଉଁ ଡାଉନ୍ ଚେନ୍ ଅଛି ସେମାନଙ୍କୁ ଦେଉଛନ୍ତି ବୋଧେ। ତାଙ୍କ ଚେପ୍ଟି ପୁଲିଆ ପାଖରେ ଆମର ବରେଇପାଲି ୱାଇସି ଆମର ସଞ୍ଜୟ ରାଉତରାୟ ଏବଂ ତାଙ୍କ ଟିମ୍ ଧରିଛନ୍ତି। ସେ ମଧ୍ୟ ଟିମ୍ରେ ଅଛନ୍ତି ଏବଂ ସେଇଭଳିଆ ସଟା ଆମର ଇଏରେ ଧରା ହେଇଛି। ସଟାରେ 2 ଜଣ ଲୋକଙ୍କୁ ଧରା ହେଇଛି ଟାଉନ୍ ଥାନା ଏରିଆରୁ, ଯେଉଁ ଆମର ସ୍ପେଶାଲ ଟିମ୍ ଅଛନ୍ତି ଇନଫର୍ମେସନ୍ ଦେଇଛି ସେମାନେ ଧରିଛନ୍ତି ଏବଂ ସେଥିରେ ପିଙ୍କୁ ରାଜହଂସ ଆମ୍ବେଦକର ନଗରର ସେ ମୋଦିପଡ଼ା ଛକରେ ଯେଉଁ ଟୁୱାର୍ଡସ୍ ଆମର ଯେଉଁ ଅଛି କୁଞ୍ଜେଲପଡ଼ା ସେ କାଟୁଥିଲା, ତାକୁ ଧରା ହେଇଛି ଏବଂ ତାଠୁ 1220 ଟଙ୍କା ସଟା ପେପର ଅନ୍ୟାନ୍ୟ ଜିନିଷ ଗୁଡ଼ାକ ସିଝିଛି। ଠିକ୍ ସେହିପରି କୈଳାସ ଶର୍ମା ଏ ପୀର ବାବା ଛକରେ ଆମର ସେ କାଟୁଥିଲା, ତାଙ୍କ ପାଖରୁ 26,350 ଟଙ୍କା ସଟା ପେପର ଏବଂ ଅନ୍ୟାନ୍ୟ ଜିନିଷ ଗୁଡ଼ାକ ସିଜା ଦେଇଛି। ଆଉ ଏଇ ଯେଉଁ ଡ୍ରଗ୍ସ ଏବଂ ସଟା ଏଗେନ୍ଷ୍ଟରେ ଯେଉଁ ଏସ୍ପି ସମ୍ବଲପୁର ସାହେବଙ୍କ ଯେଉଁ ନିର୍ଦ୍ଦେଶ ଚାଲିଛି ସେଇଟା ଜାରି ରହିବ ଏବଂ ଭବିଷ୍ୟତରେ ଆମେ ଚେଷ୍ଟା କରିବୁ ଅନ୍ୟମାନଙ୍କୁ ମଧ୍ୟ ଯେଉଁମାନେ ଅଛନ୍ତି ଧରିବୁ। ସବୁବେଳେ ତ ଜାରି ରହିଛି, ସବୁ ପ୍ରକାର ହଉଛି, କିନ୍ତୁ ସବୁବେଳେ ଗୋଟେ ଚର୍ଚ୍ଚାରେ ରହୁଛି ଯେ ସାହୁ ଟାଉନ୍ ଥାନା ପାଖରେ ରହିକି ସାହୁ କଲୋନୀ ସେଠାରେ ଫେର ଏବେ ମଧ୍ୟ ତାହା ଜାରି ରହିଛି ଏବଂ ବିଭିନ୍ନ ଲୋକ ଆସିକି ସେଠାରେ ଏବଂ କରେକ୍ସର ଗନ୍ତା ଘର କହିଲେ ବି ଦେଖନ୍ତୁ ସାହୁ କଲୋନୀର ଯେଉଁଟା ଆଗେ ତାକୁ ଉଠା ହେଇଥିଲା, ଏଭିକ୍ସନ୍ କରାହେଇଥିଲା, ବର୍ତ୍ତମାନ ମଧ୍ୟ ସେଇଟା ଆମର ଚାଲିଛି, ପ୍ରୋସେସ୍ ଚାଲିଛି, ନିଶ୍ଚିତ ଭାବରେ କରିବୁ ଏବଂ ସାହୁ କଲୋନୀ ଯେଉଁଟା କରାହେଉଛି ସେଇଥିରେ ବି ଗୁଡ଼ାଏ ଲୋକ ଧରା ବି ହେଇଛନ୍ତି ଏବଂ ନିଶ୍ଚିତ ଭାବରେ ଧରିବୁ ବି। ଆଉ ଆମେ ଚେଷ୍ଟା କରୁଛୁ ଯେମିତି ସମ୍ବଲପୁର ଟାଉନରୁ ପୁରା କୋରେକ୍ସକୁ ଇରାଡିକେଟ୍ କରିବୁ। ଯେହେତୁ ସଫେଇ କର୍ମଚାରୀ ଥିଲେ, ଏମାନଙ୍କୁ ଟ୍ରେନ୍ ଯୋଗେ ଚୋରାଚାଲାଣ କରିବାରେ ବେଶ ସହାୟକ ହେଉଥିଲା କି ଆଗରୁ ସେମାନେ କିଛି କରିଛନ୍ତି କି ଏଭଳି କିଛି ନଜିର ଅଛି କି ସେମାନେ ଇଏ କରିଛନ୍ତି ସମ୍ମତି ପ୍ରକାଶ କରିଛନ୍ତି? ଦେଖନ୍ତୁ ଆଗରୁ ଆମେ ଯେଉଁ କୋରେକ୍ସ ଧରୁଥିଲୁ ସେଥିରେ ଆଗରୁ ଟ୍ରେନ୍ରେ ବି ଆସୁଥିଲା ମାଲ ସବୁ ଆସୁଥିଲା କୋରେକ୍ସ ଗୁଡ଼ାକ, କିନ୍ତୁ ମଝିରେ କୋରେକ୍ସ ଟ୍ରାନ୍ସପୋର୍ଟରେ ବି ଆସୁଥିଲା। ତାପରେ ପୁଣି ସେମାନେ ଆଣିଲେ ବଡ଼ ପିକଅପ୍ ଇଏରେ ହେଭି ଆମାଉଣ୍ଟର ଆଣିଲେ। ବର୍ତ୍ତମାନ ସେଇଟା ଏବେ ତ ଆଜି ହିଁ ଧରିଛୁ ଆମେ ଏଇ କ୍ଲିନିଂ ଷ୍ଟାଫକୁ। ତ ହଁ, ଏଇଟା ଯଦି ଷ୍ଟାର୍ଟ ହେଇଛି କି କ'ଣ ସେମାନେ ଆଣୁଛନ୍ତି କମ୍ ଆମାଉଣ୍ଟର ଯେହେତୁ ଆସିଛି, ତ ନିଶ୍ଚିତ ଭାବରେ ଆଣୁଥିବେ, ଆମେ ସେଇଟା ବି ନଜର କରିବୁ। ସମ୍ବଲପୁର ସହରରେ ସତା ଡନ୍ ମାନେ କାମ କରୁଛନ୍ତି, ସେମାନଙ୍କର ଛତ୍ର ଛାୟାରେ ସବୁ ଖେଳ ଚାଲିଛି, ସେମାନଙ୍କୁ କେବେ ଧରାଯିବ? ଦେଖନ୍ତୁ ଆଗରୁ ଯେଉଁ ସଟା ଡନ୍ ଗୁଡ଼ାକ ଥିଲେ ଧରା ହେଇଛି, ଧରା ହେଇକରି ଫରୱାର୍ଡ଼ ବି ହେଇଛନ୍ତି ଆଗରୁ। ଏବେ ମଧ୍ୟ ସେ ତାଙ୍କର ଇନଭଲଭମେଣ୍ଟ ଯେଉଁଥିରେ ଯେଉଁ କେସ୍ରେ ଆସୁଛି ନିଶ୍ଚିତ ଭାବରେ ତାଙ୍କୁ ସେ କେସ୍ରେ ଧରା ହେବ।